जय जगन्नाथ जय श्री राम जय गोमाता ଦେଖନ୍ତୁ ଆମର ଏଇ ଯେଉଁ ଗୋମାତା ଆମର ଆମେ ଆସିଥିଲୁ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଟ୍ରିଟମେଣ୍ଟ କରିବା ପାଇଁ ବାଲୁଙ୍ଗା ଗ୍ରାମରେ ଆମର ଯେଉଁ ଅଛନ୍ତି ମଙ୍ଗଳା ମନ୍ଦିର ଯେଉଁ ଅଛନ୍ତି ସେଇ ମଙ୍ଗଳା ମନ୍ଦିର ପାଖରେ ସେଇ ଗୋମାତା ଆମର ଅସୁସ୍ଥ ହେଇ ପଡ଼ିଥିଲେ। ତ ସେଇ ଗୋମାତାକୁ ଆମର ଫୋନ୍ କଲ୍ ଆସିଥିଲା ଆମକୁ। ତ ଆମେ ଦେଖା କରିବା ପାଇଁ ଯାଇଥିଲୁ ଯେ ଆମର ଗୋମାତାକୁ ଦେଖା କରିବା ପାଇଁ ଯାଇଥିଲୁ। ତାପରେ ଆମେ ଦେଖିଥିଲୁ ଯେ ସେଇ ଯେଉଁ ଗୋମାତାକୁ ଆମେ ଯେତେବେଳେ ଦେଖିଲୁ ତାହାର ଆମେ 2 ମାସ ପୂର୍ବରୁ ଟ୍ରିଟମେଣ୍ଟ କରିଥିଲୁ। ସେଇ ଗୋମାତା ଆମର ପଡ଼ିଥିଲେ ସେଇ ବାଲୁଙ୍ଗା ଗ୍ରାମରେ ଗୋଟେ ନାଳ ଭିତରେ ଖସି ପଡ଼ିଥିଲେ। ତ ଫାୟାର ଷ୍ଟେସନକୁ ଡକା ହେଇଥିଲା। ସେତେବେଳେ ବାଲୁଙ୍ଗା ଗାଁର ଆମର ଭାଇମାନେ ଡାକିକି ଫାୟାର ଷ୍ଟେସନ ତାଙ୍କୁ ବାହାରେ କେଇଥିଲେ ବି ଉଦ୍ଧାର କରିଥିଲେ। ତ ସେତେବେଳେ ଆମେ ବି ତା'ର ଟ୍ରିଟମେଣ୍ଟ 6 ଦିନ 7 ଦିନ 8 ଦିନ କାଳ ଆମେ ଟ୍ରିଟମେଣ୍ଟ କରିଥିଲୁ। ଆମର ଯିଏ ମଉସା ବି ସେ ଖାଇବା ପିଇବା ଦେଇକି ତାକୁ ବହୁତ ମାନେ ସେବା ସୁତରା କରିଥିଲେ। ତ ସେଇ ଫଳରେ ସେ ଭଲ ବି ହେଇଯାଇଥିଲା। 2 ମାସ କାଳ ସେ ଭଲରେ ଚରି ବୁଲି ଖାଇ ଏନ୍ଜୟ କରିଥିଲା। ସେ ତା'ର ବହୁତ ଖୁସିରେ ବି ଥିଲା। ତ ଯେତେବେଳେ ଫୋନ୍ ଆମର ଆସିଲା ଆଜି ରାତିରେ ତ ସେଇଥିପାଇଁ ଆମେ 2 ଜଣ ଆମେ ବାହାରିକି ଯାଇଥିଲୁ ତା'ର ସ୍ୱାସ୍ଥ୍ୟ ପାଇଁ ଆମେ ଟ୍ରିଟମେଣ୍ଟ କରିବା ପାଇଁ ତା'ର। ତ ଯେତେବେଳେ ଦେଖିଲୁ ସେହି ଗୋମାତା ପୁଣି ଥରେ ଏଇଭଳିଆ ଅସୁସ୍ଥ ଭାବରେ ପଡ଼ିଛନ୍ତି। ତ ତାକୁ ଆମେ ସେଇ ଯାହା ଘର ସାମ୍ନାରେ ପଡ଼ିଥିଲେ ତାଙ୍କୁ କହିଥିଲୁ ଆମର ସେଇ ଆମର ଆଦିତ୍ୟ ଦାସ ଯିଏ ରିପୋର୍ଟର ଯିଏ ଭାସ୍କର ଚ୍ୟାନେଲର ତାଙ୍କ ଘରେ ବି ସେ ତାଙ୍କର ଦେଇଥିଲେ ଏଇ ଯେଉଁ ଗରମ ତୋରାଣୀ ଦେଇଥିଲେ। ତ ସେ ଭାତ ବି ଦେଇଥିଲେ ଡାଲି ଦେଇଥିଲେ ଖାଇବା ପାଇଁ। ସେ ତା'ର ସବୁ ସେ କିନ୍ତୁ ଫଟାଫଟ ଖାଇ ଦେଇଥିଲା। ଆମେ ଭାବିଥିଲୁ ଯେ ନା ଇଏ ଆମର ଯାହା ହଉ ଗୋଟେ ଜିନିଷ ଭଲ ହେଇଯିବ, କାରଣ ଖାଉଛି ପିଉଛି ମାନେ ନିହାତି ପୁଣି ଭଲ ହେଇଯାଇପାରେ, ଭଲ ହେଇଯିବ ବୋଲି ଆମର ବି ଇଏ ଥିଲା। ତ ସେଇଥିପାଇଁ ଆମେ ତା'ର ବି ସେଇ ରାତିରେ ତା'ର ଯେତିକି ଆମେ ଇଏ କରିବା କଥା ଆମେ ତା'ର ସେତିକି କରିଥିଲୁ। ନଡ଼ା ଫଡ଼ା ଦେଇଥିଲୁ ଖାଇବା ପାଇଁ। ତା ଫଳରେ ବି ସେଇଦିନ ଆମର ଇଏ ହେଉଛି ସେଇ ରାତି ଯେଉଁଦିନ 31 ତାରିଖ ଦିନ ରାତି। ତ ସେଇ 31 ତାରିଖ ଦିନ ରାତିରେ ଆମର ବି ନୂଆବର୍ଷ ଭୋଜି ଥିଲା ବି। ତ ଭୋଜି ଆମେ ଛାଡ଼ି ଆସି ଗୋମାତାର ସେବା କରିଥିଲୁ। ଆମର ସେଇ ଏନ୍ଜୟମେଣ୍ଟକୁ ଭୁଲି ଯାଇଥିଲୁ ଯେ ଆମେ ଆଜି ଆମର ଭୋଜି ପୂଜା ଚାଲିଛି। ତ ସେଇଦିନ ଆସିକି ବି ଆମେ ଗୋମାତାର ସେବା କରିଥିଲୁ ସେ ରାତିରେ। ତାପରେ ତା'ର ଯେତିକି ଆମେ ଆରେଞ୍ଜମେଣ୍ଟ କରିବା କଥା କରିକି ଆମେ ତାକୁ ତା ସୁବିଧା ଦେଇକି ଆମେ ଯାଇଥିଲୁ ଆମେ ନିଜର ପୁଣି ସେ ଭୋଜି ଏନ୍ଜୟ କରିବା ପାଇଁ। ତାପରେ ଆମେ ନିଜ ଜାଗାରୁ ପୁଣି ଫେରି ଆସିଥିଲୁ। କିନ୍ତୁ ଫେରି ଆସିଲା ପରେ ବି ହେଲେ ବି ସେଦିନ ଭୋଜି କରିବାରେ ଏତେ ବି ଆମର ଇଣ୍ଟରେଷ୍ଟ ନଥିଲା, ଯେହେତୁ ଆମେ ଗୋଟେ ଗୋମାତା ଏତେ କଷ୍ଟ